କାହାଣୀ ଭାରତବାସୀ। ଆଲେକଜାଣ୍ଡର ଭାରତ ଉପରେ ଆକ୍ରମଣ କରିଦେଲା। ପୁରୁଙ୍କ ସମ୍ମୁଖୀନ ହେବା ପୂର୍ବରୁ ଅନେକ ଛୋଟ ବଡ଼ ରାଜ୍ୟ ସହିତ ତାକୁ ଯୁଦ୍ଧ କରିବାକୁ ପଡ଼ିଲା। ବାଟରେ ଗୋଟେ ଛୋଟିଆ ରାଜ୍ୟ ପଡ଼ିଲା ଏବଂ ତାହାର ରାଜାଙ୍କ ପାଖରେ ବହୁତ ଛୋଟ ସେନାବାହିନୀ ଥିଲା। ତଥାପି ସେ ଆଲେକଜାଣ୍ଡରଙ୍କ ସହିତ ଯୁଦ୍ଧ କରିବା ପାଇଁ ରଣକ୍ଷେତ୍ରକୁ କୁଦି ପଡ଼ିଲେ। ଯାହାର ଭୟ ଥିଲା ତାହା ହିଁ ହେଲା। ରାଜା ଯୁଦ୍ଧ ହାରିଗଲେ। ବିଜୟ ପରେ ରାଜାଙ୍କୁ ସପରିବାର ଓ କୁଳଗୁରୁଙ୍କ ସମେତ ଆଲେକଜାଣ୍ଡରଙ୍କ ସମକ୍ଷକୁ ଅଣାଗଲା। ଆଲେକଜାଣ୍ଡର କ୍ରୋଧରେ କୁଳଗୁରୁଙ୍କୁ କହିଲା, ମୋତେ କୁହାଗଲା ଯେ ତୁମେ ଯୁଦ୍ଧ କରିବା ପାଇଁ ରାଜାଙ୍କୁ ଶିକ୍ଷା ଦେଇଛ। ଯେବେ ପରାଜୟ ନିଶ୍ଚିତ ଥିଲା ତ ଏହିଭଳି ମୂର୍ଖତାପୂର୍ଣ୍ଣ ଶିକ୍ଷା କେଉଁ କାମର? କୁଳଗୁରୁ ଉତ୍ତର ଦେଲେ, ଆଲେକଜାଣ୍ଡର, ମୃତ୍ୟୁ ମଧ୍ୟ ନିଶ୍ଚିତ। ତାହେଲେ ମନୁଷ୍ୟ କ'ଣ ବଞ୍ଚିବା ଛାଡ଼ିଦେବ? ଆରେ, ମୁଁ ରାଜାଙ୍କୁ ଶିଖାଉଛି ଯେ ବଞ୍ଚିବ ତ ସମ୍ମାନପୂର୍ବକ ବଞ୍ଚ, ମରିବ ତ ସମ୍ମାନପୂର୍ବକ ମର। ମୋତେ ଗର୍ବ ଲାଗୁଛି ଯେ ରାଜା ତ ହାରିଲେ ନିଶ୍ଚୟ, କିନ୍ତୁ ନିଜର ସମ୍ମାନ ରକ୍ଷା କଲେ। ମନୁଷ୍ୟ ସହିତ ଜୟ ପରାଜୟ ନୁହେଁ, ଗୌରବ ଓ ସମ୍ମାନ ଯାଇଥାଏ। ଆଲେକଜାଣ୍ଡରର ଅନୁଭବ ହୋଇଗଲା ଯେ ଭାରତବାସୀ କୌଣସି ଭିନ୍ନ ମାଟିରେ ଗଢ଼ା। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।